ସମୟର ନିରନ୍ତର ସ୍ରୋତରେ କିଛି ନିର୍ମାଣ ସେମିତି ହଜିଯାଏ, ଆଉ କିଛି ନିର୍ମାଣ ସମୟକୁ ଆହ୍ୱାନ ଦେଇ ଅମର ହୋଇ ରହିଯାଏ। ଭାବନ୍ତୁ ତ ଏମିତି ଏକ କାନ୍ଥ ବିଷୟରେ ଯାହାକୁ ତିଆରି କରିବା ପାଇଁ 1000 କି 2000 ନୁହେଁ, ବରଂ 2300 ବର୍ଷରୁ ଅଧିକ ସମୟ ଲାଗିଥିଲା। ଦ ଷ୍ଟୋରି ଅଫ୍ ଟାଇମ୍ର ଆଉ ଏକ ନୂଆ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ ସମୟର ପୃଷ୍ଠା ଓଲଟାଇ ଦେଖିବା ପୃଥିବୀର ସବୁଠାରୁ ବଡ଼ ନିର୍ମାଣ, ଦ ଗ୍ରେଟ୍ ୱାଲ୍ ଅଫ୍ ଚାଇନା। ଇତିହାସ କହେ ଏହି କାନ୍ଥଟି ଗୋଟିଏ ରାଜା ଗୋଟିଏ ଥରରେ ତିଆରି କରିନଥିଲେ। ଖ୍ରୀଷ୍ଟପୂର୍ବ 7ମ ଶତାବ୍ଦୀରେ ଚୀନର ବିଭିନ୍ନ ଛୋଟ ରାଜ୍ୟ ନିଜ ସୀମାକୁ ସୁରକ୍ଷିତ ରଖିବା ପାଇଁ କାନ୍ଥ ନିର୍ମାଣ ଆରମ୍ଭ କରିଥିଲେ। କିନ୍ତୁ ଖ୍ରୀଷ୍ଟପୂର୍ବ 221ରେ ଯେତେବେଳେ କିନ୍ ସି ହୁଆଙ୍ଗ ସମ୍ପୂର୍ଣ୍ଣ ଚୀନକୁ ଏକାଠି କଲେ, ସେ ଏହି ସବୁ କାନ୍ଥଗୁଡ଼ିକୁ ଯୋଡ଼ି ଏକ ବିଶାଳ ପ୍ରାଚୀର ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଉତ୍ତର ଦିଗରୁ ଆସୁଥିବା ବର୍ବର ଆକ୍ରମଣକାରୀ, ବିଶେଷ କରି ମଙ୍ଗୋଲିଆର ଲୁଟେରାମାନଙ୍କ ଦାଉରୁ ଚୀନକୁ ସୁରକ୍ଷିତ ରଖିବା। ସମୟ ସହ ଏହି କାନ୍ଥର ଆକାର ଏତେ ବଢ଼ିଗଲା ଯେ ସରକାରୀ ସର୍ଭେ ଅନୁସାରେ ଏହାର ସମସ୍ତ ଶାଖା ପ୍ରଶାଖାକୁ ମିଶାଇଲେ ମୋଟ ଲମ୍ବ 21196 କିଲୋମିଟର। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେତେବେଳେ ସିମେଣ୍ଟ ନଥିଲା। ତେବେ ଏହି କାନ୍ଥ 1000 ବର୍ଷ ଧରି ଛିଡ଼ା ହୋଇଛି କିପରି? ଏହାର ଉତ୍ତର ହେଉଛି ଅରୁଆ ଚାଉଳର କ୍ଷୀରି। ଇଟାଗୁଡ଼ିକୁ ଯୋଡ଼ିବା ପାଇଁ ଚାଉଳ ଏବଂ ଚୂନର ମିଶ୍ରଣ ବ୍ୟବହାର କରାଯାଉଥିଲା, ଯାହା ଏହି କାନ୍ଥକୁ ପଥର ପରି ମଜବୁତ କରିଦେଉଥିଲା। ସମୟର ଏହି ଭବ୍ୟ କାହାଣୀ ପଛରେ ଏକ ଦୁଃଖଦ ସତ୍ୟ ମଧ୍ୟ ଲୁଚି ରହିଛି। ଏହି ମହାନ ପ୍ରାଚୀରକୁ ତିଆରି କରିବା ପାଇଁ ପ୍ରାୟ ଅଧନିୟୁତରୁ ଅଧିକ ଶ୍ରମିକ, ସୈନିକ ଏବଂ ବନ୍ଦୀ ଦିନ ରାତି କାମ କରୁଥିଲେ। ଅତ୍ୟଧିକ କଠିନ ପରିଶ୍ରମ ଏବଂ କଠୋର ପରିବେଶ ଯୋଗୁଁ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେଥିପାଇଁ ଅନେକ ଐତିହାସିକ ଏହାକୁ ପୃଥିବୀର ସବୁଠାରୁ ଦୀର୍ଘତମ କବରସ୍ଥାନ ବୋଲି ମଧ୍ୟ କୁହନ୍ତି। ଏହି କାନ୍ଥରେ 25,000ରୁ ଅଧିକ ୱାଚ୍ ଟାୱାର ଥିଲା। ଶତ୍ରୁ ଆସିଲେ ଧୂଆଁ କିମ୍ବା ନିଆଁ ଜାଳି ମାଇଲ ଦୂର ପର୍ଯ୍ୟନ୍ତ ସଂକେତ ପଠାଯାଉଥିଲା। ଆପଣମାନେ ହୁଏତ ଜାଣିଥିବେ, ଗ୍ରେଟ୍ ୱାଲ୍ ଅଫ୍ ଚାଇନା ମହାଆକାଶରୁ ଖାଲି ଆଖିରେ ଦେଖାଯାଏ, କିନ୍ତୁ ସମୟ ସହ ବ୍ୟାପିଥିବା ଏହି କଥାଟି ସମ୍ପୂର୍ଣ୍ଣ ମିଛ। ନାସା ଏବଂ ଅନ୍ତରିକ୍ଷଚାରୀମାନେ ସ୍ପଷ୍ଟ କରିଛନ୍ତି ଯେ ମହାଆକାଶରୁ ଏହା ଖାଲି ଆଖିରେ ଦେଖାଯାଏ ନାହିଁ, କାରଣ ଏହାର ରଙ୍ଗ ଆଖପାଖର ପାହାଡ଼ ସହ ମିଶିଯାଏ। ସମୟ ବିତି ଯାଇଛି, ସାମ୍ରାଜ୍ୟ ଭାଙ୍ଗି ଯାଇଛି, କିନ୍ତୁ ଗ୍ରେଟ୍ ୱାଲ୍ ଅଫ୍ ଚାଇନା ଆଜି ବି ମାନବ ଇତିହାସର ଏକ ଶ୍ରେଷ୍ଠ କୀର୍ତ୍ତି ଭାବେ ଛିଡ଼ା ହୋଇଛି। ଆପଣଙ୍କୁ ଦ ଷ୍ଟୋରି ଅଫ୍ ଟାଇମ୍ର ଏହି ଅଧ୍ୟାୟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଧନ୍ୟବାଦ।